ହ୍ୟାଲୋ ହାଏ ସାଙ୍ଗମାନେ ନମସ୍ତେ। ମୁଁ ଆଶା କରୁଛି ଭଲ ଥିବେ ସମସ୍ତେ। ଜୟ ଜଗନ୍ନାଥ। ଆସନ୍ତୁ ଆମେ ଏବେ ଗୋଟେ ବ୍ଲଗ ବନେଇବା, ବ୍ଲଗ କରିବା, ଦେଖିବା କଣ ହଉଛି। ଚାଲନ୍ତୁ ମୁଁ ୟା ଭିତରକୁ ଯିବି। ଟୋଟାଲ ଜଙ୍ଗଲ ଟା ମୁଁ ୟା ଭିତରୁ ଯାଇକିରି ବସିକିରି ବ୍ଲଗ ଭିଡିଓ କରିବି। ଦେଖିବା କଣ ହଉଛି। ଦେଖିବେ ଆପଣ ମାନେ ମୁଁ କଣ କରୁଛି, କଣ ମୁଁ କରିବି ମୁଁ ତ ଜାଣି ନାହିଁ। ଆଉ କଣ ଆଇଡିଆ ଆସିବ କଣ କରିବା। ତ ଗାଏସ ବର୍ତ୍ତମାନ ମୁଁ ଫୋନ କରିବି। ନା ଏବେ ଫୋନ କରିବିନି। ଘରେ ଥିବ ବ୍ୟସ୍ତରେ ଥିବ। କିଛି ବି କାମ କରୁଥିବ। କରିବିନି କିନ୍ତୁ ମୋ ଗର୍ଲଫ୍ରେଣ୍ଡ କୁ ଏତିକି ମୁଁ ଯେ ଭଲ ପାଏ। କାହିଁକି ନା ତା ମନରେ ଗୋଟେ ଫିଲିଙ୍ଗସ ମୁଁ ବୁଝିପାରୁଛି। ତା ମୋ ପ୍ରତି ତାର ବି ଭଲ ପାଇବା ଅଛି। ତା ପ୍ରତି ମୋର ବି ଅଛି, ମୋ ପ୍ରତି ତାର ବି ଅଛି। ଦୁହେଁ ଦୁହିଁକି ଭଲ ପାଉ। ଆମର ସେମିତି ଟିକେ କମ ବେଶୀ ଏମିତି ବି ନାହିଁ। ଆଉ ମୁଁ ଯାହାବି ସ୍ପର୍ଶ କରିଛି ବର୍ତ୍ତମାନ ତାଙ୍କ ଘର ସେଇ ଆମ ଭଦ୍ରକ ଡିଷ୍ଟ୍ରିକ୍ଟ। ଆଉ ମୁଁ ବି ସେଇ ଭଦ୍ରକ ଡିଷ୍ଟ୍ରିକ୍ଟରେ ବ୍ଲକ ଅଲଗା। ଆଉ କିନ୍ତୁ ସେଟା ମୁଁ କହିବିନି। ତା ନାଁ ବି ମୁଁ କହିବିନି। ଏତିକି ମତେ ଗର୍ବ ଲାଗୁଛି। ଆଉ ମତେ ସିଏ ତା ଜୀବନଠୁ ବି ଅଧିକା ଭଲ ପାଉଛି ମୁଁ ଯାହା ସ୍ପର୍ଶ କରୁଛି। ଏଣିକି ଆଗକୁ କଣ ହବ କହିପାରିବିନି। ଏବେ ଯା ମୁଁ ଅନୁଭବ କରୁଛି। ଆଉ ସେଟା ଆଗକୁ କଣ ହବ ଏଟା ଭଗବାନଙ୍କ ହାତରେ କଥା। ସମୟ ଥିଲା ରାଧାକୃଷ୍ଣ ବି ସେ ପ୍ରେମ କରିବା ପାପ ନୁହଁ କି ଅପରାଧ ନୁହଁ, ପ୍ରେମ କର। ଆପଣ ବି ପ୍ରେମ କରିଥିବେ କି କୋଉ ଭାଇ ମାନେ ଭଉଣୀ ମାନେ କରିଥିବେ ଜାଣିଥିବେ। ଆଉ ପ୍ରେମର ଅର୍ଥ ମାନେ କଣ? ପ୍ରେମ ସମସ୍ତଙ୍କୁ ବୁଝାଏ ଗୋଟେ ଭଲ ପାଇବା ସମସ୍ତଙ୍କୁ ଭଲ ପାଇବା। ଆଉ ଗୋଟେ ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ସ୍ୱାମୀ ସ୍ତ୍ରୀଙ୍କ ଭଲ ପାଇବା ଗୋଟେ ଅଲଗା। ସେମିତି ଭଲ ପାଇବା ବଲେ ମାନେ ଲିମିଟ ବାହାର ହେଇଗଲେ ଯାହା ଅବସ୍ଥା ହୁଅନ୍ତି ଜାଣିଥିବେ ଆଉ। ଆଉ ମତେ ପ୍ରବଳ ଥଣ୍ଡା ହେଇଯାଇଛି। ଆଉ ନାକରୁ ତ ପାଣି ଗଡୁଛି ଛିଙ୍କ ପ୍ରବଳ ଉଠଉଛି। ଆଉ ଯାହା ବି କିଛି ହଉଛି ଆଉ ସେଟା ମୁଁ ଜାଣିଛି। ଆଉ ମୋ ଦାଢି ଟା ଏମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣେଇବେ ଆଉ ନିଶ ଟା ମୁଡିଲେ କେମିତି ଲାଗିବ। ନିଶ ଟା ଏତିକ ଗୋଟେ କରିମି ଭାବୁଛି ଏଇଭଳିଆ ଦି ହାତରେ ମୁଡିବି ଆଉ ଦାଢି ଟାକୁ ଏତେ ବଡ କରିମି कौन है ଏଇଭଳିଆ ये ଡେଲି लोग? ହାତ ମାରିବି। ଆଉ कहाँ से आते हैं ये? ଆଉ ଥଣ୍ଡା ପ୍ରବଳ ଆଉ ଅସମ୍ଭାଳ। ବର୍ତ୍ତମାନ ତ ଆମର ନାଇଟ୍ ଡ୍ୟୁଟି ଚାଲିଛି। ଆଉ ସବୁବେଳେ ତ ବର୍ଷ ବାର ମାସ ନାଇଟ୍ ଡ୍ୟୁଟି ଆଉ। ନାଇଟ୍ ଡ୍ୟୁଟି ସାରିକି ଆସିଲୁ ଆସିକିରି ରୋଷେଇ କରିକି ଗାଧେଇ ଖାଇକିରି ଏଇ ଭିଡିଓ କରିବା ପାଇଁ ପଳେଇ ଆସିଲି। ବର୍ତ୍ତମାନ ଟାଇମ କେତେ ହେଇଛି? ବର୍ତ୍ତମାନ 12ଟା 44 ହେଲାଣି ମୁଁ ଆଇଲିଣି 12:30ରୁ। ଗୁଡ ଆଫ୍ଟରନୁନ ସାଙ୍ଗମାନେ। ଆଉ ଗାଇସ ମୁଁ ବର୍ତ୍ତମାନ ଗୋଟେ ସାଙ୍ଗ ପାଖକୁ ଫୋନ କରିବି ଦେଖିଆ ସିଏ ଏବେ କଣ କରୁଛି। ପ୍ରାଙ୍କ୍ କରିବା।
हेलो। हाँ ସାର୍ ନମସ୍କାର ସାର୍। ହେଲା କୁହ। କଣ କରୁଛନ୍ତି? ଏବେ ଭଦ୍ରକରେ ଅଛି। ଭଦ୍ରକରେ କୋଉ ଜାଗାରେ ଅଛ? ମୋଟାଲ ଛକ। ମୋଟାଲ ଛକରେ କଣ କରୁଛ? ଗୋଟେ ଜାଗାରେ ବସିଛି ଆଉ। ବସିଛ? ଆଉ କଣ ଝିଅ ଫିଅ ଲାଇନ ଫାଇନ ମାରୁଛ ନା କଣ? ଆଉ ଝିଅକୁ ଅନଉନ? ଆରେ କଣ କଲୁ ତୁ? ନାରେ ଖରାବେଳେ ଅନଉନାହିଁ, ସନ୍ଧ୍ୟା ବେଳେ ସେ ଦିଟଙ୍କିଆ ପାର୍କକୁ ଯାଇକି ଅନେଇବି। ଦିଟଙ୍କିଆ ପାର୍କ ଯାଇକି ଅନଉଛୁ ଆଁ? ସନ୍ଧ୍ୟା ବେଳିଆ ମାନେ ସନ୍ଧ୍ୟା ବେଳିଆ ମୌସୁମୀ ଟିକେ ପାଗ ଦଉଛି। ଏଟା ନା ଆମ ପୁଅ ନମ୍ବର। ଆମ ପୁଅ ନମ୍ବର। ତୁ ବସରୁ ଜାଣିନେଲୁ ବୋଧେ ଆଉ। ହଁ ଆଉ କଣ ଇଏ ଆମ ରକ୍ତ ହୃଦୟ ଜଏଣ୍ଟ ଆମର। ଆଉ ମୁଁ ଭାବିଲି ତୁ ଜାଣିପାରିବୁନୁ ବୋଧେ ଆଉ ଜାଣିନେଲୁ। ଆଉ କଣ ଖାଇସାରିଲୁଣି? ଏଇ ଅଛି ଡ୍ୟୁଟିରେ ଅଛି। ଓହୋ। ଆଉ ମାଲ ଫାଲ ଫୋନ କରୁନାହାନ୍ତି ମାଣ୍ଡୁ ଫାଣ୍ଡୁ? ସବୁ କାଟି ଦେଇଛି ଭାବୁଛି ନୂଆ ଧରିବି। ସବୁ କାଟି ଦେଇଛୁ ଭାବୁଛୁ ନୂଆ ଧରିବୁ? ହଉ ତ ଚାଲୁ ସଂସ୍ଥା ଚାଲୁ। ଆମକୁ ଭାଗ ମିଳିବ ନା? ଭାଗ ଏଟା ତତେଇ ବସତେ ପଡିବ ଆସି। କଷ୍ଟ କରତେ ପଡିବ ନା? କଷ୍ଟ କିଛି ନାହିଁ। ଆଉ କଷ୍ଟ କିଛି ନାହିଁ। ଓହୋ ସେମିତି ମିଳିଯାଉଛି, କୁଆଡୁ ବା କଷ୍ଟ କଲେ କୁଷ୍ଟ ମିଳେ, ପୁଣି କଷ୍ଟ ହଉଛି କରତେ ପଡିବନି କଣ? ନା କଷ୍ଟ ନାହିଁ। ଏଙ୍କୁ ସବୁ ବଜେଇବା ପାଇଁ କଷ୍ଟ କିଛି ନାହିଁ। ଓହୋ। ତୁ ମାନେ ରାତି ସାରା ଯେତେବେଳେ କଥା ହେଇଛୁ ତ ମାନେ ମାଣ୍ଡୁ ସହିତ ଯାହା ବି ୱାନ ସାଇଡ ହଉ ଟୁ ସାଇଡ ହଉ ଯାହା ବି ତୁ କରୁ ମାନେ କେତେ ସମୟ କଥା ହେଇଛୁ ରାତି ପାଇ ଯାଇଛି? ମାନେ ସନ୍ଧ୍ୟାଠୁ ମାନେ ସକାଳ 5ଟା ରାତି 9ଟା ଦିନ ମାନେ କଥା ହେଲା। ହଁ ରାତି 9ଟାରୁ 8:30 9ଟା ଷ୍ଟାର୍ଟ କଲା 12ଟା 1 ଯାଏ। ମୁଁ ଟିକେ ଶୋଇବି ଆଉ। ଶୋଇବି କହିକି 15 ମିନିଟ୍ ଆଖି ବୁଜିଛି ମାନେ ରାତି 1 12ଟା କି 1 ଘଣ୍ଟାରେ ସକାଳ 5ଟା କରିଦେଲା। ପୁଣି ସକାଳ 5ଟାରୁ ମୁଁ କହିଲି ମୁଁ ଶୋଉଛି ଏବେ ଆଉ। 6ଟାରେ ପୁଣି କଲ୍ କରିଦେଲା। ଆଚ୍ଛା ଆଉ କଣ ସବୁ କଥା ହୁଅ? ମୋର କିଛି ନାହିଁ, ମୋର ସବୁ ଖରାପ କଥା, ଭଲ ନାହିଁ। ସବୁ ଖରାପ ନେଗେଟିଭ? ନେଗେଟିଭ ଟାଇପ ର ପିଲାଟା ଆଉ ଆମେ। ପ୍ଲାନିଂ ପୁରା ହେବି ଦିମାଗ। ମାଷ୍ଟର ହଁ ହଁ ଆଉ ଭଦ୍ରକର ଝିଅ ଫିଅ କାଣ୍ଡି ହେଇଛନ୍ତି। ଭଦ୍ରକର କଲେଜ ଝିଅ ଗୁଡାକ ଏପଟ ସେପଟ ହଉଥିବେ। Come on. ମତେ ଥଣ୍ଡା ହେଇଯାଇଛି ପ୍ରବଳ। No, no. ମୁଁ ମେଡିସିନ ଗୋଟେ ଖାଇଥିଲି ହେଲା, ତାନେ କାଲି ସନ୍ଧ୍ୟା ରାତିରେ ଖାଇଥିଲି। ସକାଳେ ଖାଇଥିଲି କମୁନେଇ କଣ ମୁଁ ଯାଇକିରି ଶୋଇଲେ ଜଣା ପଡିବ, କଣ ସବୁ ଉଠିଲେ ଜଣା ପଡିବ ଆଉ। ହୁଁ ଆଉ ନା ନା ଜର ନାହିଁ, ଖାଲି ନାକରୁ ତ ପାଣି ଗଡୁଛି। ଆଉ ଗୋଟେ ମୁଁ ଗୋଟେ ବପୁରୀ ବଣ ଭିତରେ ପଶିଛି ହେଲା। ବଣ ଭିତରେ ପଶିକିରି ଛାଇର ଗାମୁଛା ପକେଇ ବସିଛି। ବସିକିରି ତୋ ପାଖକୁ ଫୋନ ଲଗେଇଛି ଆଉ। ପୁରା ମନ ଶାନ୍ତିର କଥା ହେବି ବୋଲି। ଗାଡିର ଗୋଟେ କଲର ହବ ତ। ମୁଁ ଏଠି ମ୍ୟାନେଜର ଅଛି, ସେ ଗୋଟେ ଦୋକାନକୁ ଆସିଛି କଲର ପାଇଁ। ମ୍ୟାନେଜର ଅଛୁ?
ମତେ ବା କହିଥିଲୁ ଆଗରୁ। ସୁ ଫୁ ପିନ୍ଧିକି ଯାଉଛୁ ନା ହଉଛି ଇନ ଫିନ କରି ଯାଉଛୁ ନା ମାନେ ସେଇଭଳିଆ? ନୂଆ ପୁରା ଫର୍ମାଲ ଆସୁନି ପୁରା ସୁ ଫୁ ଇନ ୱାଚ୍ ପିନ୍ଧିକି ସେଟା ଆଉ ଆସୁନାହିଁ ଏବେ ଲୋକାଲ ହେଇଗଲାଣି ନା। ପୁରା ଆମ ହେଡ ସାର୍ ଭଳିଆ ଯାଉଛୁ ଆଉ ଆମ ହେଡ ଟିଚର ଭଳିଆ। ହଁ ହେଡ ସାର୍ ଭଳିଆ ଆସୁନି ମାସେ ଖଣ୍ଡେ 15 ଦିନ ଖଣ୍ଡେ। ହଁ ତାପରେ ଏବେ ଯୋଉଭଳିଆ କରିବା କଥା ସେଇଭଳିଆ ଆଉ ମ୍ୟାନେଜର ତ ସବୁ ଜାଣି ସାରିଲା ପରେ ସଇଲା ଆଉ। ହଁ ଆଉ ତଥାପି ଅଛି ମୋର ସପ୍ତାହରେ 2-3 ଖଣ୍ଡେ ପିନ୍ଧିକି ପଳେଇ ଆସେ ଫର୍ମାଲ ହୁଁ ସେଇଭଳିଆ। ଆଉ ଓହୋ ସେମାନେ ଅଲଗା ପ୍ରକାର ଆମ ସାର୍ ପାଖରେ ଏବେ ଅନ୍ୟ ମଣିଷ ହେଇକି ଆମ ଯୋଉ ମାଲିକ ନମସ୍କାର ସାର୍ ବସନ୍ତୁ। ହଁ ଇଏ ମୁଁ ଆଉ ଖା ଡେରିହେଲେ କହିଲେ ବସ କହିଲେ ତମେ ନା। ହଉ ବସ ଆଉ ମୁଁ ଭାବିଲି ମ୍ୟାନେଜର ଫ୍ୟାନେଜର ଯୋଉ କିଏ ଆଇଲେ ବୋଧେ ଏଠୁ ଆଉ। ହଁ ବ୍ୟାଙ୍କ ଫ୍ୟାଙ୍କରୁ। ହଁ ଆଉ ଇନ୍ସୁରାନ୍ସ ବାଲା କି କଣ? କଣ ଖାଇସାଇଲୁଣୁ ରେ? ହଁ ଖିଆ ପିଆ ସରିଛି ଆଉ ଏଇ କେତେ ଟାଇମ ହେଲାଣି? କଣ ଖାଇଲୁ? ଏଇ ପୁଣି ଯିବା ଖାଇବାକୁ ଆଉ। କଣ ଖାଇଥିଲୁ ସକାଳେ? ସକାଳେ ଆଜି ଚିଙ୍ଗୁଡି ମାଛ ନେଇକି ଯାଇଥିଲି ଦୋକାନ କତିରେ। ଆଁ ଚିଙ୍ଗୁଡି ମାଛ ନେଇକି ଯାଇଥିଲି ମୁଁ ହଁ କହିଲି ବୋଉ କହିଲି ଚଡଚଡି କରିଦେ ଟିକେ ଭାତ ଖାଇଯିବା ପଖାଳ। ହଁ ଖରା ହଉଛି ନା। ହୁଁ ହୁଁ କି ଯୋଉ ହଁ ହଁ ଆଉ ନଈର ଚିଙ୍ଗୁଡି ଫିଙ୍ଗୁଡି ହଉନା? ପାଣି ଅଛି କାହିଁ କେହି ପକଉନାହାନ୍ତି। କାହିଁ ଆଗେଇ ଆମର ବନ୍ଧ ଥିଲା ତଳକୁ ସେମିତି କାହିଁକି କିଛି ବାପା କଣ ବନ୍ଦ କରିଦେଲା କି? ପକଉନାହାନ୍ତି ପକେଇଲେ ଶଳା ମାଛ ବିକି ପାରନ୍ତେନି। ନା ମାଛ ହଉନାହାନ୍ତି ସେଥିପାଇଁ ହଉନାହାନ୍ତି। ହୁଁ ନଈର ମାଛ ହଉନାହାନ୍ତି। ଶୁଭୁନି। ନଈର ମାଛ ହଉନାହାନ୍ତି। କିଏ କହିଲା ନଈରେ ମାଛ ହଉନାହାନ୍ତି ନା ମାଛ ଆଣୁନାହାନ୍ତି କେନାଲ ହଦଗଡ ସେ ସବୁ ଆସୁଛି ଜାଲ ବସେଇଲେ ସିନା ଦେଖିବେ ଉପରକୁ କହିବୁ ମାଛ ହଉନାହାନ୍ତି। ମାଛ ହଉନାହାନ୍ତି କହିଲା ଜାଲ ବସେଇନି ଆଉ ଉପରକୁ ଇଏ ବସଉଛି କଣ କହନି ତା ନା ପେଟୁ ନା କିଏ ଆଉ ଜଡା ବସଉଛି ତାକୁ ପଚାରିବୁ କହିବେ। ସେ ତମ ପୁଲ ପାଖର? ନା ନା ସେ ଉପରେ ନଳା ଆଡେ ବସଉଛି ଚିଙ୍ଗୁଡିପୁର ବସଉଛି ଇଏ ଜଡା ଆମୁ ଆଉ ପେଟୁ ବସଉଛି ଆମ ଗାଁ ଉପରକୁ। ମାଛ ହଉନାହାନ୍ତି କହୁଥିଲେ। ଆଉ କଣ? ଆଉ ଏବେ 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 ଝିଅ ନାରୀ ମାୟା ବଢିପାଣି ନା ଝିଅଙ୍କ କଥା ଶୁଣିଲା ବେଳକୁ ମତେ ପିତା ଲାଗୁଛି। ହଁ ହଁ ବା ବିଶ୍ୱାସ ସେଟା କର ହେଲା ନୂଆ ନୂଆ ଗୋଟେ ପଟେଇବୁ 8 ଦିନ ମୋ ଭଳିଆ ନୂଆ ନୂଆ ପଟେଇବୁ 8 ଦିନ ବାଗେଇକି କଥା ହବୁ 8 ଦିନ ଭିତରେ ବୁଝିଲା ତା ଦେହରେ ତୁ ଗୋଟେ ଧରମ ଭାଇ ବାହାର କରେଇ ଦେଇଥିବୁ ଗାଁ ଝିଅ ବୋଲିକି ହେଲା। ଦେଖିବୁ ବିଜି ଦେଖିଲା କହିବ ଭାଇ ସହିତ କଥା ହଉଛି କିଛି କହୁନା ହଉ କଥା ହ। समझ रहे हो 7-8 ଦିନ समझ 4-5 रहे हो ଦିନ ଖଣ୍ଡେ ଦେଖିବୁ କଥା ହଉଛି ରାଗି କହିବ ସବୁଆଡେ ଚକର ଏମିତି ତୋର ଭାଇ ହେଇଗଲା ଭାଇ ନା ଆଉ କହିଥାଉ ରଖୁନ ଆଉ କଣ ତମେ କହୁଥିବୁ ହଠାତ୍ ଭାଷା କହିବୁ ତମେ ତମେ କହୁଥିବୁ ତୁ ସିଏ କହୁଥିବେ ତୁ କହ ନା ମୁଁ ତୁ କହିଲି ମୁଁ ଯେତେବେଳେ ରାଗିକି ଯାଉଥିଲି ଯାଉଥିଲି ମୋର ରାସ୍ତା ସାରିଯିବ ମୁଁ ତାକୁ ତୁ ଆଉ ଭାଷା କହିବି ବାସ୍ ଏଇଟା କହିଦେଇଥିବୁ କାଜଲ ପକେଇ ଦେଇଥିବୁ ବାସ୍ ସଇଲା ଆଉ। ନମ୍ବର ବ୍ଲକ ଆଉ। ବ୍ଲକ ମୁଁ ବ୍ଲକ କରିଛି 20-25 ଟା। ଆଉ କହିଲା ପରେ ତତେ ବାଲି ହେଇକି ଗଞ୍ଜା କଟା ଶୁଣୁ କରିବେ ଶୁଣୁ କିଏ ଶୁଣୁ ଶୁଣିବ ତତେ ଝିଅ ପିଲା ଗାଳି ଦିଅନ୍ତି ନା? ମସ୍ତି ଗାଳି ଦେବେ ଆଉ। ନା ନା ସେଥିରେ ସାଙ୍ଗ ପାଖରେ କେବେ ମିଛ କଥା କହିବୁନୁ ହେଲା ହଁ ହଉଛି ସତ କଥା କହ ତତେ ଗାଳି ଦିଅନ୍ତିନି ଝିଅ ପିଲା? ନା ନା ଝିଅ ହଁ ଗୋଟେ ଏଇ ଯୋଉ ଆର ମତେ ଗାଳି ଦେଇନାହିଁ ମତେ କହିଲା ତମେ କହୁଥିଲ ତମ ଶହେ ଆଡିଏ ଘର କୋଉଠି ଘର ରଖୁଛ ତା ସହିତ ଇଏ କରୁଥିବ ସେ କରୁଥିବ ଏଇଭଳିଆ କହିଲା ଓହୋ ଆଉ କଲ୍ କରିବି ନହେଲେ ମୋର ତ ଭୀମ ରୂପ। ଆଉ ଇଏ କଣ କହିଲା ପାକ? କୁକୁର ମୁକୁର କୁହେନି ହଁ କହିବ କେମିତି ଦବ? ଏବେ 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 ଆଉ ତା ସହିତ କିଛି ଚାଲି ନାହିଁ କାହିଁକି ନା ଯୋଉ ଗାଁରେ ଆମ ମଙ୍ଗରାଜ ଝିଅ ସହିତ କଣ ଝଗଡା ହେଇଥିଲା ଗାଁର ବସିଲା ଗାଁ ସାରା ଝିଅ ଆମ ମଙ୍ଗରାଜ ଝିଅ ସବୁ ଲାଗି ଯାଇଥିଲେ। ହଁ ହଁ
ମଙ୍ଗରାଜ ଝିଅ ଆମ ମଙ୍ଗରାଜ ଝିଅ ତ ଆଉ ସିଏ ଆଉ ସେଇ ସାମଲ ପାଖ ଇଏ ସବୁ ଗୋଟିଏ ହେଇଥିଲା। ମୁଁ ତାକୁ ଧମକି ଆମ ଝିଅଙ୍କୁ କଣ କହୁଛି ଏଇଭଳିଆ ଦୁନିଆ ସରିଥିଲି। ତାକୁ ମୁଁ ଖାଇଛି ଅସଂଖ୍ୟ। ତାକୁ କିନ୍ତୁ ହେଭି ମାରିଲେ ଥିଲା ମୋ ହାତ ଅଛି ଟିକେ ବଡ ହାତ ଅଛି ବଡ ଏଇ ନିଜେ ତ କହିଲା କଣ କହିଲା? ମୁଁ ପାଖ ତ କେମିତି ବଡ ହେଲା ବେଙ୍ଗଲୋରୁ ଆଇଲା ପରେ ଏଇଥର ହେଲା ହେଲା ଯୋଉ ପୂର୍ବଥର ଯୋଉ ଇଏ କରିକି ଯାଇଥିଲୁ ମୁଁ କହୁଛି ଆମ ହାତରେ ଯାଦୁ ଅଛି। ବାରେ ତୁ କହିଲୁ ଯାଦୁ ସେଇଠୁ ମାନେ ହାତରେ ଅଛି ଆଉ ପାଟିରେ ନାହିଁ। ମୁଁ ଯାଇଥିଲି ହଉଛି ବଜାର ଅନଉଥିଲା କଣେଇ ମୁଁ କହୁଛି ଶଳା ମତେ ଅନଉଛି କାଇଁ ଗୋଟେ ସାଙ୍ଗ ଦୃଷ୍ଟିରୁ ଗୋଟେ ଅନଉଥିଲା ମନୀଷା ଫୁଲଣା ପୁଷ୍ପିତା ମନୀଷା ଫୁଲଣା ଲିପି ସବୁ କଣ କରିଥିଲା ଆଉ ଗୋଟେ କିଏ ଥିଲା ଇଏ 3 ଜଣ ଅମିତି ମୁଁ ଇଏ ସବୁ ଲାଇନରେ ଥିଲୁ ଏଦିନ ଭିଡିଓ କଲିଂ ର ମୁଁ ଥିନି ମତେ ଦିନ ଖଣ୍ଡେ ଆଣୁନୁ ମୁଁ ପୁରା ଧୂଳା ଉଡେଇ ଦିଏ ଦିନ ଖଣ୍ଡ। ତୁ ଆଣିବି କଣ ସେଇ ଆଣିଥିଲେ ନା ସେଇ ଆଣିଥିଲେ କଲ କର। ଶୁଣୁ ମତେ ଦିନେ ଖଣ୍ଡେ ଆଣିବ ଆଉ ସମସ୍ତେ ଯେମିତି ହସିବ ହେଲା। ମୁଁ ଏଇ ଟିକେ ମିଶୁ ନାହିଁ ବୋଲି ତତେ ବି ଆଣିଥାନ୍ତି ତୋର ସବୁବେଳେ ଅନଲାଇନ ରହୁଛି ନା? ମୋର ସବୁବେଳେ କାହିଁକି ନା ମୁଁ ନାଇଟ୍ ଡ୍ୟୁଟି କରୁଛି। ନାଇଟ୍ ଡ୍ୟୁଟି ର କଣ ମୁଁ 6ଟାରୁ ସକାଳ କେତେଟାରୁ ଦେଖ ମୁଁ ଏଇ ଯୋଉ 11ଟାରୁ ସନ୍ଧ୍ୟା 6ଟା ଯା ଫୋନ କଲେ ମୁଁ ରିସିଭ କରିପାରିବି। ଦିନ 11ଟାରୁ ସନ୍ଧ୍ୟା 6ଟା ଯା ମୁଁ ରିସିଭ୍ କରିପାରିବିନି ଫୋନ 6ଟା 7ଟା ଯା ରିସିଭ୍ କରିପାରିବିନି ତାପରେ ମତେ 7ଟାରୁ ସକାଳ ତା ପରଦିନ ସକାଳ 11ଟା ଯାଏ ଫୋନ କରୁ ରିସିଭ୍ କରିବି। କାହିଁକି ନା ସେଇ ନାଇଟ୍ ଡ୍ୟୁଟି କରିକି ଆସିବି ନା ମୁଁ ଶୋଇଥିବି କରୁଥିମି କୋଉଠି ସେଇପାଇଁ। 4ଟା ବେଳିଆ କଲେ ମୁଁ ରିସିଭ୍ କରେ ସନ୍ଧ୍ୟାବେଳିଆ ଫୋନ ସନ୍ଧ୍ୟାବେଳିଆ 7ଟା 7:30 8ଟା ଭିତରେ ଯଦି ଫୋନ କରିବୁ ତାହେଲେ ମୁଁ ପୁରା ଫ୍ରି ଥିବି। ହଁ ସେଦିନ ବି ସେଇ ସନ୍ଧ୍ୟାବେଳେ କଲ୍ ହେଇଥିଲା। ଆଉ ମନୀଷା ଖବର କଣ? ମନୀଷା ତାକୁ ବହୁତ ଦିନ ହେଲା ମୁଁ ଦେଖିଥିଲି ସୁବିଦ୍ୟାକୁ ଦେଖିଥିଲି ଥରେ। କୋଉଠି ଦେଖିଥିଲୁ? ସୁବୁଧିଆକୁ ତାଙ୍କ ସେ ଗାଁକୁ ଯାଇଥିଲି ଥରେ ଲକଡାଉନ ଟାଇମରେ ଦେଖିଥିଲି। ହଁ ବାହା ହେଇସାରିଛି ନା କଣ? ମନୀଷା ଶୁଣୁ ମନୀଷା ମୋଟି ହେଇକି ସୁବିଧା ପତଳି ହେଇକି ଡେଙ୍ଗି ହେଇକି ହେଲା। ମୁଁ ତାକୁ ଦେଖି ନାହିଁ ବହୁତ ଦିନ ହେଲା। ତାକୁ ଦେଖିନି ଆଉ ଗୋଟେ ଛୁଆ ଦେଖିନି ସଦାଶ୍ରୀ ପୁଅର। ସଦାଶ୍ରୀ କୁହର ତାକୁ ମୁଁ ଦେଖିନି। ତାକୁ ଦେଖିନାହିଁ ରୋଜାଲିନୀ କି ମୁଁ ଦେଖିନାହିଁ ଆଉ ତାକୁ ସୁମିତ୍ରା ବାରିକି ଦେଖିନି ତାକୁ ଦେଖିନି। ଆଉ କଣ ତା ନା ଆଲିସା ନାୟକ ଥରେ ମୁନା ଜାଣି ନା ମୁନା ଯୋଉ ମୁନା ତା ମୁଁ ଯାଇଥିଲି ତା କଣ ଧରମ କରମ ମାମୁଁ ଘର ନା କଣ ସିଏ ଯାଇଥିଲା ସିଏ ଆଲିସାକୁ ପଟେଇଥିଲା ସିଏ ଯାଇଥିଲା ହଉଛି ତା ପାଖକୁ ହେଲା। କୋଉ ମୁନା କହିଲୁ? ଏଇ ରସ୍କା ନୁହଁ ଏଇ ଯୋଉ କଣ ଆପାଚି ବାଇକି ନେଇକି ଆସେ। ଅନିଲ ଯୋଉ ଭଳିଆ ବାଇକି ଏଇ ଧଉଳିର ଧଉଳିର ଯୋଉ ଭଳିଆ ବାଇକ ନା ସେଇଭଳିଆ ବାଇକ ଗୋଟେ ନେଇକି ଆସେନି ନା ଆଉ ମୁନା ଯେ ଆମରି ସାଙ୍ଗର ଏକ୍ଜାମ ଦେଇଥିଲା। ସେ ତ ମୋ ସାଥିରେ ମିଶେ ସେ ପଠେଇଥିଲା କି? ସିଏ କହୁଥିଲା କହିଲା ମୁଁ ହଉଛି ଆଲିସାକୁ ଭଲ ପାଉଛି ଇଏ କରୁଛି ଅମକ କରୁଛି ସମତେ ନଳିଆ ମାରୁଥିଲା କି କଣ ସେ ଯାଇଥିଲା କି ତାଙ୍କ ଘର ଆଡେ ଡେଲି ଆସୁଛି ଡେଲି ଯାଉଛି ମୁଁ କଥା ହଉଛି। ତୁ ବି କଥା ହଉଛୁ। ସାଙ୍ଗ ଭିତରେ ନାଟକ ଚଲେଇଛୁ
थोड़ी राजा को पटेबो राजा इधर कथा तो लगी कहला दूसरा कथा लगी अक्षर को बोला इधर फुल कॉल करी दो तो काम धंदा सफल नहीं आगुरु राजा कथा टिके भावनी पड़िला बेले भाବୁନୁ କଣ ହଉଥିଲା କାଲି ଢାଳା ଭାରି ମଜା ହୁଏ ନା ତ୍ରିପୁରା ସମସ୍ତ ଠାରୁ ବାଙ୍ଗୁରୁ ଥିଲା ନା ଆକାଶ ସିଏ ଏଡିକି ଆଲିସା ସେଡିକି ଥିଲା ହଁ ଭଲ ହେଇଛି ତାଙ୍କର ମାନେ ସ୍କୁଲ ବୋଧେ ଯାଇଥିଲ ବୋଧେ ଗ୍ରୁପ ଯାଇଥିଲ ବୋଧେ ସେଇ ନମ୍ବର 4 ଦିଆ ନିଆ ଯାଇଥିଲ ହଁ ମାନେ କେବେଠାରୁ ସେ କଥା ହେଲାଣି ଆଲିଆ ଫେସବୁକ ର ନୁହେଁ ତମର ଯଦି ଆଉ ପ୍ରକାଶ ମତେ ଥରେ ଫୋନ କରୁଥିଲେ ଏଇ ଯୋଉ ଦୀପ ସବୁ ଫୋନ କରି ମତେ ଡାକୁଥିଲେ ଥରେ ହଉଛି ମାନେ ସ୍କୁଲ ପିଲାଙ୍କୁ ସବୁ କ୍ଲାସମେଟ ମାନେ ଇଏ କରିବା ପାଇଁ ହେଲା ମାନେ କୋଉ ମସିହା ଆଉ ମନରେ ପଡୁନି 2018 ନା ଏଇଭଳିଆ ଗୋଟେ କହୁଥିଲା 17 ନା 18 ହେଇଥିଲା ଆଉ ଡକେଇଥିଲେ ସମସ୍ତେ ଆଉ ମୁଁ ଯାଇନଥିଲି ସେଇଟା ସେ ଘର ଥିଲା ବାଦ ଦେଇଛି ପଟି ଆଉ ମୁଁ ଯାଇଥିଲି ଋଷିଆଙ୍କୁ ଦେଇ ଦେଇଛି ବୁଝିଲା ସେ ପକୁଡା ଛାଣ ଛାଣ କହିଲା କଢେଇ ଉପରେ କଢେଇ ତଳେ ଯୋଉ ଢାଙ୍କୁଣିଟା ଉପରେ କାଚି ଜଲଦି ଜାଣିନେଲେ ଏମିତି ବଜାରିକ ଭଳିଆ ହଉଛି ସେ ଗୋଟେ ଋଷିଆ ଯେନ୍ତା କି ନିଜେ ଛାଣି ହେଇଯାଉ ପକୁଡା ହେଇଯାଉ ରାଜା ଲାଗି ମାନସ ସମସ୍ତଙ୍କୁ ମାନେ ନାଇଁ ଜମା ଯିବିନି ଆଉ କହିଲା କାହିଁକି ମୁଁ ନା 500 ଟଙ୍କା ନେଇଗଲ ମୁଁ ଟିକେ ପିଇଥାନ୍ତି କହିଲା ସେଇଟାରେ ପାଇଯିବ ପୁଣି ହେଠିକି ଗଲା ପରେ କହିଲା ଆଉ 200 ଟଙ୍କା ଲେଖେ ମଦ ଟିକେ ସର୍ଟ ହଉଛି ନେଇ ଆସିବା ଅଧିକା ଆଉ ଅଧିକା ମଦ କଥା କହିଲି ମୋର ତ ତାହେଲେ ନେଇଯାଉ କିନ୍ତୁ ଅଧିକା ଆସିବା ଦରକାର ମୁଁ ପିଇ ଦେଇ ତ ମୁଣ୍ଡ ପୋତି ଖାଇଥିଲି ମୋ ଝିଅ ଯାକ କହୁଛି ଝିଅ ଛୁଆ ଡାକିଲା ଉଠ ମୁଁ କହିଲି ଇଏ ସବୁ ଡାକୁଛନ୍ତି ବୁଝିଲା ମୁଁ ଆଉ ଚୁପଚାପ ଖାଇଲା ବେଳେ କଣ କଥାବାର୍ତ୍ତା ହଉଛ ଜଲ୍ଦି କହିଲା ଠିକ ଏଇ ଠିକ ଥିଲା ଖାଇଲା ବେଳେ କଥାବାର୍ତ୍ତା ହଉଛି ଚୁପଚାପ ମୁଣ୍ଡ ଷ୍ଟାଣ୍ଡ ବାଇଟ କଲେ କଣ କଥା କଥା ହେଇ ହବ ମୁଁ ଯାଉଛି ଶୋଇବି ହଉ ତୁ ଘର କତରେ ତ ରହିଛୁ ଆଉ ଥା ଆଉ ମୁଁ କେବେ ଦେଖିବା ସୁବିଧା ହଉଛି ଯାଉଛି ଘରକୁ ହଁ କୋଉ ଭଦ୍ର କଲେଜ ଯଦି ମୁଁ 4-5 ଦିନ ଖଣ୍ଡେ ଯିବି 4-5 ଖଣ୍ଡେ ପକେଇକି ଆସିବି ଆଉ ମାଣ୍ଡୁର ଏକ୍ଜାମ ଅଛି ଭଦ୍ରକ କଲେଜର ଅଟୋନମସ କଲେଜର ହଁ ସେ ଆସିବ 10 ତାରିଖ ନା କଣ ତୁ କେବେ ଆସୁଛୁ ମୁଁ ବେ ବୁଲିକି ଯିବି ବୁଲିକି ନହେଲେ ସରସ୍ୱତୀ ପୂଜା ଯଦି ହେଲା ଯିମି ବୁଝିଲା ଏଇ ଦିଟା ମୁଁ ମଦ ଫଦ ପିଉନି ବୁଝିଲା ଯଦି ହବ ବିଅର ଫିଅର ଟିକେ ପିଇମି ଆଉ ଆଜ୍ଞା ହଉ ଅଜୟ ମୁଁ ପରେ କଲ୍ କରିବି ହଉ ତ ସାଙ୍ଗମାନେ ଏଇ ହଉଛି ମାନେ ସ୍କୁଲ ଲାଇଫ ମାନେ ସ୍କୁଲ ଲାଇଫ କଥା ମନେ ପଡିଲା ବେଳକୁ ବହୁତ ଦୁଃଖ ଲାଗୁଛି କେତେ କଷ୍ଟ ଲାଗୁଥିବ ଆଉ ସେଟା ମୁଁ ବି ଅନୁଭବ କରିଛି ଆପଣ ମାନେ ବି ଜାଣିଥିବେ କେତେ ଦୁଃଖ ଲାଗିବ ମନେ ପଡିଗଲା ବେଳକୁ ମାନେ ଗୋଟିଏ ଲାଇନରେ ବେଞ୍ଚ ରେ ବସଥିବୁ ଗୋଟିଏ ଧାଡିରେ ବସଥିବୁ ମାନେ ସ୍କୁଲକୁ ଟିଫିନ ନବା ଭାଗ କରିକି ଖାଇବା ଆଉ କଥା ସବୁ ସେୟାର କରିବା ନିଜର ଗୋଟେ ଏ ଯୋଉ ସ୍ନେହ ଭଲ ପାଇବା କଥା କଥା କି ରାଗ ରୁଷା ସେ ସବୁ ଦିନ କାଇଁ ସେ ସବୁ କଥା ମାନେ ସ୍କୁଲ ଲାଇଫ କୋଉଠି ବି ନାହିଁ କୋଉଥିରେ ଶାନ୍ତି ନାହିଁ ସ୍କୁଲ ଲାଇଫରେ ଯେମିତି ମାନେ ଯେମିତି ଏନଜୟ ଅଛି ଆଉ କୋଉ ଲାଇଫରେ ବି ଏନଜୟ ନାହିଁ ଆଉ ବର୍ତ୍ତମାନ ମୋର ସ୍କୁଲ ଫ୍ରେଣ୍ଡ ଆଉ ଇଏ ମୋର ପ୍ରାଇମେରୀ ସ୍କୁଲ ପ୍ରଥମରୁ ଦଶମ ଏ ମୋର ପ୍ରାଇମେରୀ ସ୍କୁଲ ଫ୍ରେଣ୍ଡ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଆମେ ସାଙ୍ଗରେ ପଡି ଆସିଥିଲୁ ଆମେ ପ୍ରାଇମେରୀ ସ୍କୁଲରେ ଆମେ ସାଙ୍ଗ ଥିଲୁ 3 ଜଣ 4 ଜଣ 5 ଜଣ ସାଙ୍ଗ ଥିଲୁ ଗୋଟେ ସାଙ୍ଗ ଡେଥ ହେଇଗଲା ଆଉ ଆମେ 5 ଜଣ ସାଙ୍ଗ ଏପର୍ଯ୍ୟନ୍ତ ବି ଅଛୁ ହଁ
ଏପର୍ଯ୍ୟନ୍ତ ବି ଆମେ 5 ଜଣ ସାଙ୍ଗ ଅଛୁ। ଆଉ ଗୋଟେ ସାଙ୍ଗ ଡେଥ୍ ହେଇଗଲା। କଣ କରୁ ସେଇ ସବୁ ସେଇ ଈଶ୍ୱରଙ୍କ ଇଚ୍ଛା। ଆଉ ଭଗବାନ ତାଙ୍କୁ ବହୁତ ଜଲ୍ଦି ନବାର ଥିଲା ନେଇଗଲେ। ଆଉ ବହୁତ ଦୁଃଖ ଲାଗୁଛି ତା କଥା ଭାବିଲା ବେଳକୁ। ଆମେ ସାଙ୍ଗରେ ଆମେ ସ୍କୁଲ ଯେତେବେଳେ ଯାଉ ସ୍କୁଲ ନ ଯାଇକିରି ଆମେ ବ୍ୟାଗ ରଖିଦମୁ ଯେ ଦୋକାନରେ ରଖି ଆମେ ବଜାର ପାଖରେ ସ୍କୁଲ ରଖିଦେଇକିରି ଆମେ ଭଦ୍ରକ ପଳେଇମୁ। ଭଦ୍ରକ କାହିଁକିନା ଆମେ ଭଦ୍ରକ ପାଖର ମାର୍କେଟ ଟା। ଆଉ ନଈକି ପଳେଇବୁ ଗାଧୋଇବାକୁ। ଏଇଭଳିଆ ଆମେ ବଦମାସି କରୁ ବହୁତ ବଦମାସି କରୁଛୁ। ବଦମାସି କରୁ ପାଠ ବି ଆମେ ପଢୁ। ଏଟା କଣ ହବ? ମିଛ ବାହାନା କରିକି ଆମେ ସ୍କୁଲ ଯିବୁନୁ ଲୁଚିକି ପଳେଇ ଆସିମୁ। ଆଉ କହିମୁ ଏଇ ସ୍କୁଲ ଆଉ ଗେଟ୍ ବନ୍ଦ କରିଦେଲେ ଆମକୁ ଛାଡିଲେନି ଏମିତି କହିକି ପଳେଇ ଆସୁ। ଆଉ ସ୍କୁଲ ଦେଖିବେ ଘର ପାଖରେ ଦେଖିବେ ଆମେ ଲୁଚି ଲୁଚି ଆସିବୁ ବହୁତ ଡରି ଡରିକି ଆସିବୁ ମନ ପୁରା ଫୁଲ ଭୟ ପୁରା ଭରପୁର ଥିବ ହେଲାକି। ଛାତିର ପୁରା ଛାତିଏ ଭୟ ଆସିମୁ। କଣ କହିକି ଆମେ ଘରେ କଣ କହିମୁ ହେଲା ସେଇ ଭୟର ଆସି ହେଇକି କହିମୁ ତାପରେ ଆଉ ଘରୁ ଆସିବା ପାଇଁ ବି ଡର ଲାଗୁଥିବ। କାଳେ ମାରିବେ କି କାଳେ ବୋଉ ମାରିବ କି ବାପା ମାରିବେ। ଏଇଭଳି ସବୁ ଭୟ ଥାଏ ମୋ ମନରେ ତ ପ୍ରବଳ ଭୟ ଥାଏ। କାଳେ ମାଡ ଖାଇଯିବି ଏଇଭଳି ମୁଁ ଘରକୁ ଆସେନି। ସବୁ ସ୍କୁଲ ଲାଇଫ ହଉ। ଆଉ ଆଜି ଗୋଟେ ସାଙ୍ଗ ସହିତ କଥା ହେଲି ଆଉ ପୁଣି କଥା ଆଉ ଗୋଟେ ସାଙ୍ଗ ସହିତ ନେକ୍ସଟ ୟା ନାଁ ଥିଲା ଉତ୍ପଳ ରାୟ। ହେଲା ଆମ ଗାଁ ପାଖରେ। ଥଣ୍ଡା ପ୍ରବଳ ଆଉ ମାନେ ଆଖି ବୁଜିଗଲାଣି ନାଇଟ ଡ୍ୟୁଟି କରୁଛି। ଆଉ ମୁଁ ବର୍ତ୍ତମାନ ଏବେ ଯାଇକିରି ଶୋଇବି। ଆଉ ଚାଲ ଏବେ ଯାଇକିରି ଶୋଇବି ରହିଲି। ଆଉ ଏଇଭଳି ସବୁବେଳେ ଆପଣଙ୍କର ସପୋର୍ଟ ରହିଥାଉ। ଆଉ ସପୋର୍ଟ ବି କରିବେ। ଆଉ ଆଗକୁ ଭଲ ଭଲ କଣ୍ଟେଣ୍ଟ ବନେଇବି। ଆଉ ଆପଣ ମାନେ ଦେଖିବେ କଣ୍ଟେଣ୍ଟ କୋଉ ଭଳି ଲାଗୁଛି। ଆଉ କମେଣ୍ଟ ମାଧ୍ୟମରେ ଆପଣଙ୍କର ମତେ ଜଣେଇବେ ଆଉ ରହିଲି। ଜୟ ଜଗନ୍ନାଥ ପୁଣି ଦେଖାହବ ନେକ୍ସଟ ବ୍ଲଗରେ।